ମନ୍ଦିରରେ ହେଉଥିଲା ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ବନ୍ଧ। ସେଠାରେ ଆସି ପହଞ୍ଚିଲେ ଅନୁଭବ ଆଉ ଜାଗୃତି। ଆଖିରେ ଥିଲା ଅନୁଭବ ମହାନ୍ତିଙ୍କ ଲୁହ ଏବଂ ରାଗି ପଞ୍ଚମ ହୋଇଯାଇଥିଲେ ଜାଗୃତି ଶୁକ୍ଲା। ତ ଦର୍ଶକ ବନ୍ଧୁ, ଅଭିନେତା ଅନୁଭବ ମହାନ୍ତି ଆଉ ତାଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କ ବାହାଘର ପରେ ଲୋକେ ଅନେଇ ରହିଥିଲେ କେବେ ବାହା ହେବ ଅଭିନେତ୍ରୀ ବର୍ଷା, ଆଉ ପୁଣି ଥରେ ନୂଆ କରି ଆଉଥରେ ଜୀବନ ଆରମ୍ଭ କରିବେ। ତେବେ ଏବେ ଖବର ଆସିଛି କି କାଲି ଯେଉଁ ଘର ଲୋକ କଥାରେ ରାଜି ହୋଇଛନ୍ତି ପୁଣି ଥରେ ଆଉଥରେ କରିବା ବିବାହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସେଥିପାଇଁ ଗୋଟେ ସମସ୍ତ ପ୍ରିପାରେସନ ଚାଲିଛି। ଏ ନିକଟରେ ହେବ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ବନ୍ଧ। ତେବେ ଭୁବନେଶ୍ୱର ଗୋଟେ ମନ୍ଦିର ନିର୍ବନ୍ଧ ହେବାକୁ ଥିବା ବେଳେ ଗୋଟେ ସୂଚନା ଆସୁଛି କି ହଠାତ୍ ପହଞ୍ଚିବ ଅଭିନେତା ଅନୁଭବ ମହାନ୍ତି ତାଙ୍କ ନୂଆ ପତ୍ନୀ ଜାଗୃତି ଶୁକ୍ଲାଙ୍କୁ ସାଙ୍ଗେ ନେଇ। ଯେହେତୁ ଲେଖିବେ ଚାଲିଛି ନିର୍ବନ୍ଧ, ସେତେବେଳେ କୁଆଡ଼େ ସେ କାନ୍ଦି ଉଠିବେ ଆଉ ବାଉଳି ହୋଇ ଏବଂ କୁଆଡ଼େ ଅନେକ କଥା କହିବେ। ସେଥିପାଇଁ ଲୋକମାନେ କହୁଛନ୍ତି କି କାରଣ ନିଶ୍ଚୟ ଏବେ କାନ୍ଦିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ବନ୍ଧରେ ଆଉ ବାହାଘର ଅଭିନେତା ଅନୁଭବ ମହାନ୍ତି। କାହିଁକି ନା ଯେତେବେଳେ ବର୍ଷା ଏକାଠି ଥିଲେ ସେତେବେଳେ ବହୁତ ଭଲ ପାଉଥିଲେ ଅଭିନେତା ଅନୁଭବ ମହାନ୍ତି ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷାଙ୍କୁ।